କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ବନାଞ୍ଚଳରେ ଝିରିପାଣି ଅଞ୍ଚଳରେ ଏକ ହାତୀ ଦନ୍ତା ହାତୀ ମରିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳ ଦେଖିପାରୁଥିବେ ଗ୍ରାମବାସୀ ଅନେକ ଗ୍ରାମବାସୀ ଅଛନ୍ତି ଆଉ ପୂଜା ଅର୍ଚ୍ଚନା କରୁଛନ୍ତି। କିଭଳି ଭାବରେ ହାତୀ ମରିଛି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇପାରିନି। ଆମ ସହିତ ଗ୍ରାମବାସୀ ଅଛନ୍ତି, ସିଧାସଳଖ ପଚାରି ବୁଝିବା କେତେବେଳେ କୋଉ ସମୟରେ ହାତୀ ମରି ଆସି ଜାଣିପାରିଲେ। ଆମର ଏଠି ମରିଛି ଆଜ୍ଞା, ସେଟା ପ୍ରଥମତଃ ଆମେ କହିବୁ ଫରେଷ୍ଟ ଡିପାର୍ଟମେଣ୍ଟର ଅବହେଳା ଯୋଗୁଁ। କାହିଁକି ଆମେ ଅବହେଳା ଯୋଗୁଁ ହାତୀ ମରିଗଲା କହୁଛୁ? ହାତୀଟା ଦୀର୍ଘ 1 ମାସ ହବ ଆମର ଏ ପାଖରେ ଲଙ୍କାଗଡ଼, କରଲାହାଟି, ଆମର କଳାହାଣ୍ଡି ବର୍ଡର ରହିଲା ମେଡୁକୁପା ଏ ଏରିଆ ଧରିକି ଝିରପାଣି, ଚଜାଙ୍ଗି, କରଜଣୀ ସବୁ ଧରିକି ହାତୀ ଏଇଠି ମାସେ ହବ ରହିଥିଲା। ଲୋକ ଜାଣିଥିଲେ ହାତୀଟା ଟିକେ ତାର ଦୁର୍ବଳ ଅଛି ନା କଣ, ସେଥିପାଇଁ ଏରିଆରେ ବୁଲୁଛି। ବାର ବାର ଆମ ଲୋକମାନେ ଯାଇକିରି ବି ଫରେଷ୍ଟ ଡିପାର୍ଟମେଣ୍ଟ କହିଛନ୍ତି ହାତୀଟା ଆମ ଏରିଆରେ ଅଛି ଆଉ ଲୋକଙ୍କର ବହୁତ କ୍ଷୟକ୍ଷତି କରୁଛି, ଧାନ ଚାଷ ଯାକ ଖାଇଛି। ଇଭେନ୍ ଏମିତି ବି ଧାନ ଖାଇଦେଲେ ବି ଆମେ ଯାଇକି ଫରେଷ୍ଟ ଡିପାର୍ଟମେଣ୍ଟ କହିଛୁ। ଫରେଷ୍ଟ ଡିପାର୍ଟମେଣ୍ଟ ଯୋଉ ସ୍କ୍ୱାଡ ଯାକ ଅଛନ୍ତି, ସ୍କ୍ୱାଡ ମାନଙ୍କୁ ବି ଆମେ ଯାଇକିରି କହିଛୁ। ସେମାନେ ବୋଲନ୍ତି ଯେ ଆମେ ହାତୀ ଘଉଡ଼ିବା ଲୋକ, ଆମେ ଧାନ ବିଲକୁ ଯାଇକି ହାତୀ ଖାଇଲାଟା ଦେଖିପାରିବୁ ନାହିଁ। ଆମେ କାହାକୁ କହିବୁ ବୋଲି ପଚାରି ଲାଗିଛୁ ସେମାନେ କୁହନ୍ତି ଫରେଷ୍ଟକୁ କୁହ। କାହାକୁ କହିବୁ? ନାଇଁ ଶିବାଜୀ ଆଜ୍ଞାଙ୍କୁ କୁହ। ନାଇଁ ବୋଲେ ଆମର ଅଛନ୍ତି ଝିରପାଣିରେ କି ନା ସେ ବୁଲୁ ଆମର ଆଜ୍ଞାଙ୍କୁ କୁହ। ଆମେ ଯାଇକି ସେମାନଙ୍କୁ କହିଲେ ସେମାନେ କୁହନ୍ତି ଅନଲାଇନ୍ କର। କୋଉଠୁକୁ ଆଜ୍ଞା? ଯାଅ ଭଣ୍ଡରଙ୍ଗୀ ମହେଶ୍ୱର ପାଖକୁ, ଝିରପାଣି ଦେବରାଜ ପାଖକୁ, ନହେଲେ ବେଲଘର ଯାଅ, ନହେଲେ ତୁମୁଡ଼ିବନ୍ଧ ଯାଅ। ଆମ ହାତରେ କିଛି ନାହିଁ, ଏଟା ଉପରକୁ ତମେ ଅନଲାଇନ୍ କଲେ ଉପରୁ କିଛି ସହାୟତା ପାଇବ ବୋଲି କୁହନ୍ତି। ଆଉ ଗୋଟେ ଜିନିଷ, ତାଙ୍କେ ଯୋଉ ସ୍କ୍ୱାଡ ପିଲା ରଖିଛନ୍ତି ସେମାନେ ଖାଲି ରାସ୍ତାରେ ବାଇକରେ ବସିକିରି ଖାଲି GPS କ୍ୟାମେରା ଅନ୍ କରି ଖାଲି ବୁଲିବେ। ହାତୀ କୋଉ ଏରିଆରେ ଅଛି, କୋଉ ଜାଗାରେ ଅଛି, ସେଟା ତାଙ୍କର କିଛି ଅନୁସାର ନାହିଁ। ସେମାନଙ୍କର ହାଜିରି ପଡିଲେ, ସେମାନଙ୍କର ପଇସା ପାଇଲେ, ସେମାନେ ବଡ ଲୋକ। ଆଜି ସେମାନଙ୍କର ଅବହେଳା ଯୋଗୁଁ ବୋଲିକିରି ଆଜି ହାତୀଟା ଆମ ଗାଁରେ ମରିଛି। ହାତୀ ସୁରକ୍ଷା ପାଇଁ ଯଦି ସେମାନେ ଅଛନ୍ତି, ଯଦି ହାତୀର ତଦାରଖ କି ହାତୀର ଯଦି ଯତ୍ନ ନେଇଥାନ୍ତେ ଆଜି ହାତୀ ମରି ନଥାନ୍ତା। ହାତୀରେ କଣ ଅସୁବିଧା ହେଇଛି ଆଜ୍ଞା ଗାଁ ଲୋକ କହିବେ କି? ଆମେ କଣ ଜାଣିଛୁ କି ହାତୀରେ କଣ ଅସୁବିଧା ହେଇଛୁ? ଯଦି ସେମାନେ ଫରେଷ୍ଟ ଡିପାର୍ଟମେଣ୍ଟରେ ଅଛନ୍ତି, ହାତୀର କୌଣସି ଅସୁବିଧା ହେଇଛି କଣ ନାହିଁ ସେମାନେ ବୁଝିବା କଥା, ସେମାନେ ଜାଣିବା କଥା। ଇଭେନ୍ ରିସେଣ୍ଟଲି ଏମିତି ହେଇଛି, ଆମର ବେଡ଼ାପଡ଼ା ଗଣେଶ ନାୟକର ଘର, ତାର ଘର ଭାଙ୍ଗି ଦେଇଛନ୍ତି। କାହିଁ କୌଣସି ପ୍ରଶାସନ କିମ୍ବା ଆପଣଙ୍କ ଭଳି କୌଣସି ମିଡ଼ିଆ ବାଲା କିମ୍ବା କୌଣସି ଫରେଷ୍ଟ ଡିପାର୍ଟମେଣ୍ଟର କୌଣସି ସ୍କ୍ୱାଡ ପିଲା ବି ଯାଇ ପହଞ୍ଚି ନଥିଲେ ତାଙ୍କ ପାଖକୁ। ତା ସହିତ ଯାଇକି ଆଉ ଗୋଟେ ଭାଇ ଓଡାବାଲି ଏ ହାତୀ ମରିବା ଘଟଣାଟା ଆମେ ସକାଳେ ଜାଣିପାରିଲୁ 6ଟା ବେଳକୁ। କାହିଁକି ନା ଆମେ ଆମର ପଡୋଶୀ ଗାଁ ହଉଛି ଚଜାଙ୍ଗି, ଆମକୁ ଖବର କଲେ ନା ହାତୀଟେ ମରିଛି କରଜଣ୍ଡିରେ। ମୁଁ ପଚାରିଲି ଗୋଟେ ଭାଇକୁ କେତେବେଳେ ମରିଛି? ନାଇଁ ଭାଇ ମୁଁ ଝାଡା ଯାଉଥିଲି, ହାତୀଟା ମରିଛି। ଝାଡା ଯାଇଥିଲା ବେଳକୁ ଦେଖିଲି ଯେ ହାତୀଟା ସେଠି ଶୋଇଛି ବୋଲିକି। ପରେ ଦେଖିଲା ବେଳକୁ ଜାଣିଲୁ ଆମେ ମରିଛି ବୋଲିକିରି। ଆମେ ସାଙ୍ଗେ ସାଙ୍ଗେ ଆସିକି ପହଞ୍ଚିଲୁ ଏଠି। ସକାଳୁ 6ଟାରୁ ଆସିକି ବର୍ତ୍ତମାନ ଏବେ 9ଟା ହେଲାଣି, ଆମେ ଏଠି ଆକା ଅଛୁ। ଫରେଷ୍ଟ ଡିପାର୍ଟମେଣ୍ଟର କୌଣସି ସ୍କ୍ୱାଡ ପିଲା କିମ୍ବା କୌଣସି ଫରେଷ୍ଟ ଡିପାର୍ଟମେଣ୍ଟର କୌଣସି ପ୍ରଶାସନ ଏ ଯାଏଁ ଉପସ୍ଥିତ ହେଇନାହାନ୍ତି। ଏ ଯାଏଁ ସେମାନଙ୍କୁ କିଏ ଖବର ଦେବ ଆଜ୍ଞା? ସେମାନଙ୍କୁ ଆମେ କାହିଁ ଖବର ଦେବୁ? ସେମାନେ ଯଦି ଆମର ଟିକେ ଭାଇ ଧାନ ଆମେ ଗୋଟେ ଚାଷୀ କମ କରିଦେଲେ ବି କରିଛୁ, ଅଧିକ କରିଦେଲେ ବି କରିଛୁ। ଯୋଉ ପ୍ରକାର କ୍ଷତିଗ୍ରସ୍ତ କରିଦଉଛି ତ ଆମେ ବଞ୍ଚିବୁ କେମିତି? ଯିଏ ଚାକିରି କରୁଛି ସେ ସିନା ସରକାର ଲକ୍ଷ ଲକ୍ଷ ଟଙ୍କା ଦଉଛି, ସେ ତାର ପିଲା ଛୁଆ ପ୍ରତିପୋଷଣ କରୁଛି। ଆମେ ଗୋଟେ ନିରୀହ ଚାଷୀ, ଯଦି ଆମ 1 1.5 ଏକର 2 ଏକର କରିଦେବୁ, ସେଟା ଆସି ଦିନରେ ଖାଇବ ବୋଲେ ଆମେ ମରିବୁ ନା ବଞ୍ଚିବୁ? ସରକାର ହାତୀ ଉଡା ହେଇଛି, ସେ ବୁଲି ବୁଲି করে ଥଣ୍ଡା କାକରରେ ଡିପାର୍ଟମେଣ୍ଟ ଦିନ ବେলা ଆସିକରି ଯାଉଛନ୍ତି, ରାତି କୋଉ ଜାଗାରେ କଣ ହେଲା କିଛି ଜାଣୁନାହାନ୍ତି। ହାତୀ ପ୍ରାୟ 2 ମାସ ହେଲା ଏ ଜାଗାରେ ଘୁରି ଘୁରି ରହିଛି। କଳାହାଣ୍ଡିକୁ ଲାଗିକରି ଆମେ କନ୍ଧମାଳକୁ ଇଣ୍ଟର ଏରିଆରେ ଆମେ ଅଛୁ। ସବୁ ଜାଗାକୁ ଯାଇକରି ହାତୀ କଭର କରିକି ରହିଛି। ସେମାନଙ୍କୁ କହିଲେ ଆମେ କଣ କରିବୁ? ତମେ ଘୋଡ ବୋଲଛ, ଆମର ହାତରେ କଣ ଅଛି ଆମେ ଘୋଡେଇବୁ? ଘୋଡେଇବା ପାଇଁ ଫରେଷ୍ଟ ଗାର୍ଡ ଅଛନ୍ତି, ଗାର୍ଡ ପିଲା ଅଛନ୍ତି, ସିକ୍ୟୁରିଟି ଅଛନ୍ତି, ଆସୁନାହାନ୍ତି। ସେ କଣ କହୁଛନ୍ତି? ସେମାନେ ଦେଖା ନାହିଁ, ସେମାନେ ଖାଲି କୋପଟେ ଗଲା ବୋଲି ତାକୁ ମେସେଜ ଦେଲେ ସେ ଆସିକି ଫଟୋ ଉଠେଇକି ସେମାନେ ପଳାଉଛନ୍ତି। ଆଉ ହାତୀକୁ ଏ ଜଙ୍ଗଲରୁ ସେ ଜଙ୍ଗଲରୁ ଘୋଡେଇବାକୁ ନାହିଁ। ଭାବରେ ସେମାନେ ଅର୍ଥ ଦଉଛନ୍ତି ବୋଲି ଉପର ଅଫିସର କହୁଛନ୍ତି, ତା ବାବଦରେ କଣ କହିବେ? ବିଲ କ୍ଷୟକ୍ଷତି ତ ଆମେ ଗଲା ବର୍ଷ ବି ମୋର ଖାଇଥିଲା, କପା ଚାଷ ଖାଇଥିଲା, କିଛି କହିଲେ ହେତେ ଖାଇଲା ଦବୁ ନାହିଁ ବୋଲି କହୁଛେ। ଯାହାର ଏକରେ ଯୋଉ କରିଛି ତାର ଅଧା ଖାଇଦେଲେ କେତେ ଯିବ ଆଜ୍ଞା? ନାଇଁ ମୁଁ ତ ବିଲ ଆଡକୁ ଯାଇଥିଲି, ବିଲର ହାତୀ ପ୍ରତିଦିନ ଯାଇକି ଆମର ଟିକେ ଥିଲା ଖାଇଦେଲା। ଧାନ ମଡେଇଥିଲି ଖୋଲାରେ ଖାଇଦେଲା। ଆଜ୍ଞା କହିଲି ଯେ ଖୋଲାରେ ଖାଇଲାଟା ଆମର ଦାୟୀ ନାହିଁ ବୋଲି କହିଲେ। ତାପରେ ଯୋଉଟା ବିଲର ଅଛି ସେଟା ଏକା ଦାୟୀ ବୋଲି କହିଲେ। ନାଇଁ ଏପର୍ଯ୍ୟନ୍ତ ଆଜି ତ
8ଟା 9ଟା ହେଲା କାଇଁ দেখা নাই ରାତି କେତେବେଳେ ଆସିକରି କହିଲା ରାତି ହାତୀ ଆମର ଗାଁ ସାରା ବୁଲିଛି ତାର ଖୋଜ କୁଆଡେ ଗଲା ସେ ତଦନ୍ତ କରିଛନ୍ତି କି? ବର୍ତ୍ତମାନ ହାତୀ ଆଜି ମରିଛି। ହାତୀ ପୂର୍ବରୁ ଜଙ୍ଗଲରେ କେତେ ଦିନ ଧରିକି ହାତୀ ବୁଲୁଥିଲା? ହାତୀ ତ ଏଇଟା ସବୁବେଳେ ଚଳପ୍ରଚଳ ହାତୀର ସ୍ଥାନ। ଆଉ ଏଇଟା ହାତୀ ହେଇଛି ଆଉ ଆମେ କାଲି ପେଟ୍ରୋଲିଂ ବି କରିଛୁ। ଗ୍ରାମବାସୀଙ୍କ ଅଭିଯୋଗ ଯେ ବାରମ୍ବାର ବନ ବିଭାଗକୁ ଖବର ଦେଲେ ମଧ୍ୟ ବନ ବିଭାଗ ପହଞ୍ଚି ପାରୁନାହିଁ, ହାତୀ ଘୋଡେଇବା ପାଇଁ ସକ୍ଷମ ନୁହଁ। ତ ଗ୍ରାମବାସୀଙ୍କ ଅଭିଯୋଗ କଣ କହିବେ? ନାଇଁ ଆମେ ଆସୁ ସବୁବେଳେ ପେଟ୍ରୋଲିଂ କରୁଛୁ, ଅନୁକମ୍ପା ରାଶି ବି ପ୍ରଦାନ କରୁଛୁ, ଅନୁକମ୍ପା ସର୍ଭେ କରୁଛୁ। ଗ୍ରାମବାସୀ କହିବା ଅନୁସାରେ ସେ ରାସ୍ତାରେ କେବଳ ସେ ଫଟୋ ଉଠେଇକି ଚାଲି ଯାଉଛନ୍ତି ବୋଲି କହିବା ଅନୁସାରେ ଅଭିଯୋଗ କରୁଛନ୍ତି। ତା ଉପରେ କଣ କହିବେ? ଶୁଣନ୍ତୁ ଆଜ୍ଞା, ମୋ ମିଡିଆ ଭାଇର ଅଥରାଇଜ ନୁହଁ କହିବା ପାଇଁ, ମୁଁ ଏତିକି ଆଜ୍ଞା କହିବି, ବାକି ଆମର ଉପରିସ୍ଥ ଅଧିକାରୀ ଆପଣଙ୍କୁ ଜଣାଇବେ। ଯେହେତୁ ଆପଣ ଗ୍ରାଉଣ୍ଡ ଜିରୋରେ ଅଛନ୍ତି, ଆପଣ ଅଧିକାରୀ ଆପଣ ମୁଁ କହିଲି ତ ହାତୀର ଚଳା ବନାଞ୍ଚଳ ଅଧିକାରୀ ଅଛନ୍ତି, ତ କଣ କହିବେ ସେ ଉପରେ? ନାଇଁ ମୁଁ କହିଲି ଆମେ କାଲି ପେଟ୍ରୋଲିଂ କରିଛୁ, କାଲି ଆମେ ଏଠି ଫୁଡ ପେଟ୍ରୋଲିଂ କରିଛୁ, ଅନୁକମ୍ପା ଲୋକମାନଙ୍କର ବି ସର୍ଭେ କରିଛୁ। ସିଧାସଳଖ ଦେଖିପାରୁଥିବେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚିଛନ୍ତି, ଏକ ଧାର୍ମିକ ଇଏରେ ପୂଜା ଅର୍ଚ୍ଚନା କରୁଛନ୍ତି, ଲକ୍ଷ୍ମୀ ଭାବିକି ସେ ପୂଜା ଅର୍ଚ୍ଚନା କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ସମୟ ବିତି ଯାଇଥିଲେ ପର୍ଯ୍ୟନ୍ତ କୌଣସି ବନ ଅଧିକାରୀ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି। ଲୋକଙ୍କ ମନରେ ଆକ୍ରୋଶ ବଢି ଚାଲିଛି, ତାଙ୍କର କ୍ଷୟକ୍ଷତି ହେଇଛି। ଦୀର୍ଘ ଦିନ ଧରି ହାତୀ ଏହି ଜଙ୍ଗଲରେ ବୁଲୁଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ କୌଣସି ସଠିକ ତଦନ୍ତ କରୁନଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ବି ପାରୁନାହାନ୍ତି। ସିଧାସଳଖ ଆପଣ ଦେଖିପାରୁଥିବେ ଘଟଣାସ୍ଥଳରେ ହାତୀ ମରି ପଡିଛି ଜଙ୍ଗଲରେ। ଘଟଣାସ୍ଥଳରୁ ପ୍ରଳୟ ରାୟଙ୍କ ରିପୋର୍ଟ, MBC TV।